271 ରନ୍ କରି ମଧ୍ୟ ଟିମ୍ ଇଣ୍ଡିଆର ପରାଜୟ ନିଶ୍ଚିତ ଥିଲା। ଗମ୍ଭୀର ରାଗରେ ପଡ଼ିଆକୁ ଆସି 6 ବଲ୍ରେ ଚମତ୍କାର କରିଦେଲେ। ହଁ, ଆପଣ 271 ରନ୍ କରି ମଧ୍ୟ ଯଦି ଆପଣଙ୍କୁ ପରାଜୟ ଦେଖାଯାଏ ତେବେ ଆପଣ କ'ଣ କହିବେ? ଆପଣ କିଛି କରିପାରିବେ ନାହିଁ ଏବଂ ଟିମ୍ ଇଣ୍ଡିଆର କାନ୍ଧ ସମ୍ପୂର୍ଣ୍ଣ ରୂପେ ନାହିଁ ଯାଇଥିଲା। କିନ୍ତୁ ତାପରେ ଟିମ୍ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀର ଯାହା କଲେ ତାଙ୍କୁ ସଲାମ, ତାଙ୍କୁ ସଲ୍ୟୁଟ୍। ପୂରା ମାମଲା କ'ଣ ଏବଂ କିପରି ଗମ୍ଭୀର 6 ବଲ୍ରେ ଇଣ୍ଡିଆକୁ ଜିତାଇଲେ ଆସନ୍ତୁ ଜାଣିବା। ନ୍ୟୁଜିଲାଣ୍ଡ 10 ଓଭର ବ୍ୟାଟିଂ କରି ସାରିଥିଲା ଏବଂ ସେମାନଙ୍କ ସ୍କୋର 131/2 ଥିଲା। 10 ଓଭର ଶେଷ ହୋଇଥିଲା ଏବଂ ଏକ ଛୋଟ ବିରତି ଥିଲା। ଗୌତମ ଗମ୍ଭୀର ଡଗ୍ଆଉଟ୍ରେ ବସିଥିଲେ ଏବଂ ତୁରନ୍ତ ସେଠାରୁ ଉଠିଗଲେ। ସେହି ସମୟରେ ରବୀନ୍ଦ୍ର 15 ବଲ୍ରେ 29 ରନ୍ କରି ଖେଳୁଥିଲେ ଏବଂ ଫିଲିପ୍ସ 4 ବଲ୍ରେ 7 ରନ୍ କରିଥିଲେ। ଏଠାରୁ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଆଗାମୀ 10 ଓଭରରେ 142 ରନ୍ ଦରକାର ଥିଲା, ଯାହା ନ୍ୟୁଜିଲାଣ୍ଡର ଲମ୍ବା ବ୍ୟାଟିଂକୁ ଦେଖିଲେ ସମ୍ଭବ ମନେ ହେଉଥିଲା। ତେଣୁ ଗମ୍ଭୀର ତୁରନ୍ତ ଉଠିଲେ, କୌଣସି ସମୟ ନଷ୍ଟ ନ କରି କୌଣସି ମେସେଜ୍ ଅନ୍ୟ କାହାକୁ ନ ଦେଇ ତୁରନ୍ତ ଆଗକୁ ବଢ଼ିବାରେ ଲାଗିଲେ। ବ୍ୟାଟିଂ କୋଚ୍ ହିତାଂଶୁ ସେଠାରେ ଥିଲେ ଏବଂ ଗୌତମ ଗମ୍ଭୀର ସ୍ପଷ୍ଟ ଭାବେ ବହୁତ କ୍ରୋଧିତ ଦେଖାଯାଉଥିଲେ, କାରଣ 10 ଓଭରରେ ବୋଲରମାନେ 131 ରନ୍ ଦେଇ ସାରିଥିଲେ ଏବଂ ବୁମ୍ରାଙ୍କ ମଧ୍ୟ ଭୟଙ୍କର ମାଡ଼ ମିଳିଥିଲା। ଗମ୍ଭୀର ତୁରନ୍ତ ବୁଝିଗଲେ ଯେ ଏଠାରୁ ମ୍ୟାଚ୍ରେ କିପରି କମ୍ବ୍ୟାକ୍ କରିବା ଏବଂ ଟିମ୍ ଇଣ୍ଡିଆକୁ କିପରି ଜିତାଇବା। ସେ ସିଧା ସୂର୍ଯ୍ୟକୁମାର ଯାଦବଙ୍କ ପାଖକୁ ଗଲେ। କାହା ସହିତ କଥା ହେଲେ ନାହିଁ, ସିଧା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଇସାରାରେ ବୁଝାଇଲେ, ଏହିପରି କର ସେହିପରି କର। ସୂର୍ଯ୍ୟକୁମାର ଲଗାତାର ମୁଣ୍ଡ ହଲାଇ ତାଙ୍କ କଥା ଶୁଣୁଥିଲେ। ଗମ୍ଭୀର ସ୍ପଷ୍ଟ କହିଲେ, 11 ଓଭରରେ ଅକ୍ଷର ପଟେଲକୁ ଆଣ, ସ୍ପିନର ଆଣ, ଗ୍ଲେନ୍ ଫିଲିପ୍ସ ଫସିବ। ଏବଂ ସେପରି ହିଁ ହେଲା। ଗ୍ଲେନ୍ ଫିଲିପ୍ସ ଆଉଟ୍। ତାପରେ ରଚିନ ରବୀନ୍ଦ୍ର, ମିଚେଲ ସ୍ୟାଣ୍ଟନର, ବେବନ ଜାକବ୍ସ, କାଇଲ୍ ଜାମିସନ୍ ଏବଂ ଡାରିଲ୍ ମିଚେଲ ଗୋଟିଏ ପରେ ଗୋଟିଏ ଆଉଟ୍। ଯେଉଁଠାରେ 10 ଓଭରରେ ସ୍କୋର 130/2 ଥିଲା, ସେଠାରୁ 7 ଓଭର ଭିତରେ ନ୍ୟୁଜିଲାଣ୍ଡ ପୁରା ଅଲ୍ ଆଉଟ୍। ଗମ୍ଭୀର ସଠିକ୍ ସମୟରେ ସ୍ପିନର ଆଣିଲେ, ବରୁଣ ଚକ୍ରବର୍ତ୍ତୀଙ୍କୁ ଲମ୍ବା ସ୍ପେଲ୍ ଦେଲେ, ଅର୍ଷଦୀପ ସିଂହଙ୍କୁ ଠିକ୍ ସମୟରେ ବ୍ୟବହାର କଲେ। ପୂରା ପ୍ଲାନ୍ ସୂର୍ଯ୍ୟକୁମାରଙ୍କୁ ବୁଝାଇଦେଲେ। ଯଦି ଗମ୍ଭୀର ସେଠାକୁ ନ ଆସିଥାନ୍ତେ, ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ହାରିଯାଇଥାନ୍ତା। ଟିମ୍ ଇଣ୍ଡିଆ କମ୍ବ୍ୟାକ୍ କଲା। ହିରୋ ଇଶାନ କିଶନ, ଅର୍ଷଦୀପ ସିଂହ, କିନ୍ତୁ ନୀରବ ହିରୋ କୋଚ୍ ଗୌତମ ଗମ୍ଭୀର।